ଗଣ୍ଡ ଭୈରବଟା ଆପଣଙ୍କୁ ଗୋଟେ ଗାଳି ଦେଲା ଭଳି ଲାଗୁନି? ଯେମିତି ରାଣ୍ଡି ପୁଅନ୍ତା ସେମିତି ଲାଗୁନି ଆପଣଙ୍କୁ? ଗୋଟେ ସର୍ବପ୍ରଥମ ଗଣ୍ଡ ଭୈରବ କିଏ ଏଇଠି? ଆପଣ ନିଜେ? ଆପଣଙ୍କୁ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଗଣ୍ଡ ଭୈରବର ସିନେମାର କାହିଁକି ନା ଏମିତି ହେଲା ଆପଣଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ପ୍ରଶ୍ନଟି ପଚାରିଲେ। ମୁଁ ତାର ଉତ୍ତର ଏଇଆ ରଖିବି ଯେ ଗଣ୍ଡ ଭୈରବ ହଉଛି ଓଡ଼ିଶାର ଜଣେ ଖ୍ୟାତି ସମ୍ପନ୍ନ ରାଇଟର, ତାଙ୍କ ନାଁ ହେଲା ଶଙ୍କର ତ୍ରିପାଠୀ। ତାଙ୍କର ଗୋଟେ ବହୁତ ହି ଚର୍ଚ୍ଚିତ ଉପନ୍ୟାସ ଯାହାର ନାଁ ହଉଛି ଗଣ୍ଡ ଭୈରବ। ତ ଗଣ୍ଡ ଭୈରବର ନାଁଟା ସେଇଠୁ ଆକ୍ଚୁଆଲି ଆସିଛି, ଯେହେତୁ ସେଇ ନଭେଲରୁ ସେଇ ଉପନ୍ୟାସ। ମନେ କରନ୍ତୁ ଦେବାଶିଷ ବାବୁ, ଆପଣ ଯଦି କାହାକୁ ଜଣ କହିବେ ତୁ ଗୋଟେ ଗଣ୍ଡ ଭୈରବ, ଆଜ୍ଞା ସେଟା ଗାଳି ନୁହଁ। ନାଇଁ, ଗଣ୍ଡ ଭୈରବଟା ଗାଳି ନୁହେଁ, ମୁଁ କହିପାରିବି ଗଣ୍ଡ ଭୈରବ ଗୋଟେ ଆଟିଟ୍ୟୁଡ। ଆଟିଚ୍ୟୁଡ? ଆଜ୍ଞା। କାହାକୁ ଆପଣ ଖୁସିରେ କହନ୍ତି ଗଣ୍ଡ ଭୈରବ ବୋଲି? ନାଇଁ, ଆପଣ କହିପାରିବେ ଆରେ ତୁ ଗୋଟେ ପୁରା ଭୈରବ ଭଳିଆ ତୋର। ନାଇଁ, ଏମିତି ଖୁସିରେ କେହି କହନ୍ତି? ନାଇଁ, ସେଇ ଶବ୍ଦ ଦେଖନ୍ତୁ, ଗୋଟେ ଓଡିଆ ଶବ୍ଦ, ଗୋଟେ ଉପନ୍ୟାସର ଶବ୍ଦ ଗଣ୍ଡ ଭୈରବ। ହଁ, ଏଟା ଉପନ୍ୟାସ କ୍ଲାସିକ। ଆଜ୍ଞା। ଆମ ଡେ ଟୁ ଡେ ଲାଇଫରେ ମୁଁ ଯଦି କହିବି ଦେବାଶିଷ ତମେ ଗୋଟେ ଗଣ୍ଡ ଭୈରବ, ଆଜ୍ଞା, ତମେ କଣ ଭଲରେ ନବ? ମୁଁ ଖୁସି ହେବି ଆକ୍ଚୁଆଲି। ଗାଳିର ପୁଣି ଲେଭେଲ୍ସ ଥାଏ ନା, ଗୋଟେ ଏଟା କୋଉ ଲେଭେଲର ଗାଳି? ମୂର୍ଖଟା, ଏଟା ବି ଗୋଟେ ଗାଳି। ଆଉ ଆପଣ ଯୋଉ ଫିଲ୍ମ ନା କହିଲେ ସେ ବି ଗୋଟେ ଗାଳି। କଥା କହିବି, ତେଣୁ ଗାଳିର ଲେଭେଲ୍ସ ଥାଏ। ଏଟା କୋଉ ଲେଭେଲର ଗାଳି? ଏଟା ଛୋଟ ପିଲାଙ୍କ ମନୋରଞ୍ଜନ, ଲେଭେଲ। କିନ୍ତୁ ଏଇଠି ଗୋଟେ କଥା କହିବି, ଆପଣ ଯଦି ମତେ ଆ ପରେ ମତେ ଲୋକମାନେ ଯୋଉଠି ମୁଁ ଯିବି ମତେ ଡାକିବେ ଗଣ୍ଡ ଭୈରବ ଆସିଲା, ସବୁଠୁ ଅଧିକ ଖୁସି ଏଟା ଆପଣଙ୍କ ଫିଲ୍ମ ବୋଲି। କିନ୍ତୁ ଆପଣ ମତେ ଯଦି କହିବେ ତୁ ଗୋଟେ ଗଣ୍ଡ ଭୈରବଟେ, କି ସାମ୍ବାଦିକ ରମେଶ ବାବୁଙ୍କୁ କହିବେ ଗୋଟେ ଗଣ୍ଡ ଭୈରବ ପ୍ରଡ୍ୟୁସର, ଆପଣ ଖରାପ ଲାଗିବନି? ରମେଶ ବାବୁ ଗଣ୍ଡ ଭୈରବ ସାମ୍ବାଦିକ, ହଁ, ଯଦି କହିଲା ମତେ, ଆଜ୍ଞା ଆଜ୍ଞା, ମତେ ଲାଗିବନି ଖରାପ? ଗାଳି କରି କହିପାରିବେନି, ସେଟା ଯୋଉ ଗେହ୍ଲା ଗାଳିଟା, ମାନେ ଆଈ ମା ମାନେ ଯେମିତି କୁହନ୍ତି ଏଟା ଗଣ୍ଡଟା। ଆଉ ଗଣ୍ଡ ମୁଁ ଆକ୍ଚୁଆଲି ପ୍ରଶ୍ନଟା ନାଇଁ ନାଇଁ, ଏଇ ପ୍ରଶ୍ନ ବି ଗଣ୍ଡ ଶବ୍ଦକୁ ନେଇ ବହୁତ ଗଣ୍ଡଗୋଳ ଚାଲିଛି ବର୍ତ୍ତମାନ। ଆଚ୍ଛା, ବର୍ତ୍ତମାନ ଓଡିଶାରେ ଆନ୍ଦୋଳନ ହେଲାଣି, ଆପଣ ଜାଣିଥିବେ କି ନାହିଁ? ଗଣ୍ଡ ମାନେ ସେମାନଙ୍କୁ ସେଇ ଶବ୍ଦଟାକୁ ବ୍ୟବହାର କଲା ବେଳକୁ ସେମାନେ କହୁଛନ୍ତି ଆମ ଜାତି ପ୍ରତି ଏଟା ଗୋଟେ ଅପମାନ। ଯେ ପ୍ରକୃତରେ ଆମର ଆମେ ଗୋଟେ ଟ୍ରାଡିସନାଲି ଗଣ୍ଡ ବୋଲି ରହିଛୁ, କିନ୍ତୁ ଗଣ୍ଡକୁ ଯୋଉ ସେନ୍ସରେ ଆମେ ୟୁଜ କରୁଛୁ ସେଟା ନୁହେଁ। ତ ଗଣ୍ଡ ବଡ ପ୍ରଡ୍ୟୁସର ହିସାବରେ ଆପଣ କାହିଁକି ଏମିତି ନାଁ ସବୁ ବାଛୁଛନ୍ତି? ଯେମିତି ରାଣ୍ଡି ପୁଅ ଅନ୍ତା, ଗଣ୍ଡ ଭୈରବ। ରାଣ୍ଡି ପୁଅ ଅନ୍ତା ତ ଗୋଟେ କାଳଜୟୀ ଉପନ୍ୟାସ, ସେଥିରେ ତ ରାଣ୍ଡି କଟିଗଲା। ହଁ, ସେଥିପାଇଁ କଟିଗଲା। ଆମର କଟିଲାନି କାହିଁକି କୁହନ୍ତୁ? କାହିଁ କଟିଲା? ବିକଜ ଏ ନାଁରେ ସମଥିଙ୍ଗ ଗୋଟେ ଭଲ ଅଛି। ଗଣ୍ଡ ଅର୍ଥ ସେ ଗୋଟେ ବୁଦ୍ଧୁ ପିଲାଟିଏ, ସେ ଗୋଟେ ମୂର୍ଖଟି, ସେ ମୁଣ୍ଡାଟିଏ, ମାନେ ମୁଣ୍ଡାଟିଏ, ମୁଣ୍ଡା। ତ ଏଇଟା ତାର ଆକ୍ଚୁଆଲି କାହାଣୀ। ତ ଏଟା ପିଏ ଗୋଟେ ବହିର ଫିଲ୍ମ କରିଛି, ଉପନ୍ୟାସରେ ଆମେ କରିଛୁ। ଏଟା ପିଏଲେ ସେ ଗୋଟେ ମୂର୍ଖଟିଏ, ଗୋଟେ ବୁଦ୍ଧୁଟିଏ, ଆଉ ଗୋଟେ ମୁଣ୍ଡାଟିଏ। ତ ସେ ଜାଣିନି, କିଛି ଜାଣିନି, ସେ କଣ ଝିଅ କଣ ଇଏ ସେ କିଛି ଜାଣିନି, କଣ ହିରୋଇନ କିଏ ହିରୋ କିଏ କଣ ସେ କିଛି ଜାଣିନି। ଓନ୍ଲି ଜାଣିଛି ଠାକୁରଙ୍କ ଭକ୍ତ, ସେ ଯିବ ଅବଢ଼ା ନେଇକି ଯିବ, କି ତୁଳସୀ ପତ୍ର ନେଇକି ଯିବ, ଠାକୁରଙ୍କ ଯିବ, ଠାକୁର ପୂଜା କରିବ, ବାସ୍, ଆଉ କିଛି ଜାଣିନି।